ବାଲିସିରାରେ ଅବକାରୀ ଧରପକଡ଼ ଗଞ୍ଜେଇ କାର 2 ପଲ୍ସର ସହ 6 ଗ୍ରାମ। ଆସୁଛି ପାର୍ବଣ ଋତୁ। ଏହାରି ଭିତରେ ଓଡ଼ିଶାର ଗଞ୍ଜେଇ ପ୍ରବଣ ଜିଲ୍ଲାଞ୍ଚଳରୁ ବଢ଼ୁଛି ବିନ୍ଦାସ ଗଞ୍ଜେଇ ଚଳାଚଳ। ଆଉ ଏହାକୁ ନଜରରେ ରଖି ଅତର୍କିତ ଚଢ଼ାଉକୁ ଜୋରଦାର କରିଛି ରାଜ୍ୟ ଅବକାରୀ ବିଭାଗ। ରାଜ୍ୟ ଅବକାରୀ କମିଶନର ପି ଅନ୍ନେଶା ରେଡ୍ଡି ଓ ଦକ୍ଷିଣାଞ୍ଚଳ ଅବକାରୀ ଏଜେଣ୍ଟ କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ ପ୍ରକାରେ ଅବକାରୀ ଡିଏସ୍ପି ଶ୍ରୁତିକାନ୍ତ ରାଉତ ସଦଳ ବେଳେ ଆଜି ଗଞ୍ଜାମ ଜିଲ୍ଲାର ଆସିକା ଭଞ୍ଜନଗର ମୁଖ୍ୟ ରାସ୍ତା ବାଲିସିରାଠାରେ ଚଢ଼ାଉ କରି ଗୋଟିଏ ଇନୋଭା କାର ଗଞ୍ଜେଇ ଚାଲାଣ ଏସ୍କର୍ଟରେ ଥିବା 2ଟି 220 ସିସି ପଲ୍ସର ମୋଟର ସାଇକେଲ ପ୍ରାୟ 50 କିଲୋଗ୍ରାମ ଗଞ୍ଜେଇ 2 କୋଟି ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ସହିତ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ସଂସ୍ଥାର ନିର୍ଭରଯୋଗ୍ୟ ସୂତ୍ରର ସୂଚନା କ୍ରମେ କରାଯାଇଥିବା ଏହି ଅତର୍କିତ ଚଢ଼ାଉରେ ଅବକାରୀ ପୋଲିସ ଦ୍ୱାରା ଗିରଫ ହୋଇଛି। ଏହି 6 ଜଣ କନ୍ଧମାଳ ଅଞ୍ଚଳର ଦୁଃଶାସନ ମଲ୍ଲିକ, ଜିତେନ୍ଦ୍ର ମଲ୍ଲିକ, ଅଜିତ କୁମାର ଦିଗାଲ, ସତ୍ୟନାରାୟଣ ମଲ୍ଲିକ, ପ୍ରକାଶ ମଲ୍ଲିକ ଏବଂ ସାମୁଏଲ ଦିଗାଲ ହୋଇଥିବା ସୂଚନା ମିଳିଛି। ଧରପକଡ଼ରେ ଜବତ 50 କେଜି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା ହେବ ଆକଳନ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଏହି ଅବୈଧ ଗଞ୍ଜେଇକୁ କନ୍ଧମାଳରୁ ଭୁବନେଶ୍ୱର ନେଉଥିଲେ ବୋଲି ସ୍ୱୀକାର କରିଛନ୍ତି। ଆମର ତ ପାର୍ବଣ ଋତୁକୁ ଆଖି ଆଗରେ ରଖି ଜୋରଦାର ଚଢ଼ଉ ଚାଲିଛି। ଆମର ଏକ୍ସାଇଜ କମିଶନର ମ୍ୟାଡାମ ପି ଅନ୍ନେଶା ରେଡ୍ଡି ଆଇଏସ୍ ଆଉ ଆମର ଏକ୍ସାଇଜ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା ସାରଙ୍କ ଡାଇରେକ୍ସନ ଅଛି। ତ ସେଇ ପରିପ୍ରେକ୍ଷୀରେ ଆମେ ଯେଉଁ ଲାଷ୍ଟ ଗଞ୍ଜେଇ ଧରିଥିଲୁ 11 ତାରିଖରେ, ସେଥିରୁ ଗୋଟେ ଲିଡ୍ ପାଇଥିଲୁ। ସେଇ ଲିଡ୍କୁ ଆଧାର କରି ସକାଳୁ ଆଜି ଆମେ ଆସ୍କା ଅଞ୍ଚଳରେ ଚଢ଼ଉ କଲାବେଳେ ଗୋଟେ ଇନୋଭା କାରକୁ ଡିଟେନ୍ କରିଥିଲୁ। ଡିଟେନ୍ କରିବା ପୂର୍ବରୁ 2ଟା ବାଇକ୍ ମଧ୍ୟ ଯେଉଁ 220 ପଲ୍ସର 2ଟା ଡିଟେନ୍ କରିଥିଲୁ, ଯେଉଁଟା ଏସ୍କର୍ଟ ପାଇଁ ୟୁଜ୍ ହେଉଥିଲା। ତେଣୁ ଇନୋଭା ସହିତ 2ଟା 220 ପଲ୍ସର ତା ସହିତ 50 କିଲୋ ଗଞ୍ଜେଇ ଆଉ ଏଇ ପରିପ୍ରେକ୍ଷୀରେ ଆମେ 6 ଜଣ ଲୋକଙ୍କୁ ଆରେଷ୍ଟ କରିଛୁ। ଏଇଟା କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର ଚାଲାଣ ହେଉଥିଲା। ଏ ଯେଉଁ 6 ଜଣ ଅଛନ୍ତି ସମସ୍ତେ ଇଣ୍ଟର ରିଲେଟେଡ୍। ଏସ୍କର୍ଟ ଯେଉଁମାନେ ଯେଉଁ ଇନୋଭା କାରର ଡ୍ରାଇଭର ଆଉ ଯିଏ ଗଞ୍ଜେଇ କିଣିଥିଲା ସମସ୍ତଙ୍କର ରିଲେସନ୍ ଅଛି। ତେଣୁ ସମସ୍ତଙ୍କ ବେଶରେ ଆଧାର କରି ଆମେ ସମସ୍ତଙ୍କୁ ଆରେଷ୍ଟ କରୁଛୁ। ଡ୍ରାଇଭଟା ଆମର ସେ ଯେଉଁ ଲିଡ଼ିଂ ପାଇଥିଲୁ, ସେଥିରୁ ଆମେ ଖବର ପାଇଥିଲୁ ଯେ ଇନୋଭା ଯେଉଁ କାରର ଡ୍ରାଇଭର ଅଛି, ଓନର କମ୍ ଡ୍ରାଇଭର, ସିଏ ଆଗରୁ ଥରେ ଦୁଇଥର ଏମିତି ଯେଉଁମାନେ ଧରା ପଡ଼ିଥିଲା ଲାଷ୍ଟ 11 ତାରିଖ ତାଙ୍କ ସହିତ କଣ୍ଟାକ୍ଟ କରିଥିଲା। ତେଣୁ ତାଙ୍କୁ ବେସ୍ କରିକି ଆମ ଯେଉଁ ଲିଡ୍ ମିଳିଥିଲା, ଆମେ ତାକୁ ଆମର ଯେଉଁ ଇନଫର୍ମର ଅଛି ଆମେ ତାକୁ ସ୍ପାଇକୁ ଏନଗେଜ୍ କରିଥିଲୁ। ତ ସେଇ ବେସିସ୍ରେ ଆମେ ତାକୁ ଆଜି ସକ୍ସେସ୍ ହେଇଛୁ। ଏମାନଙ୍କ ସହିତ ଏଇ ଯେଉଁ 6 ଜଣ ଧରା ପଡ଼ିଛନ୍ତି ତାଙ୍କ ସହିତ ତ ବର୍ତ୍ତମାନ ଆମ ଏଠି କିଛି ମାମଲା ନାହିଁ। ଯଦି ଲୋକାଲ କନ୍ଧମାଳ ଏକ୍ସାଇଜ, କନ୍ଧମାଳ ପୋଲିସ ଲୋକାଲ କିଛି ଥିବ, ଆମେ ତାଙ୍କର କ୍ରିମିନାଲ ଆଣ୍ଟିସିଡେଣ୍ଟ ଭେରିଫାଏ କରିବୁ, ତାଙ୍କୁ ମାଗିବୁ। ଯଦି ଆସିଲେ ତାକୁ ଇନ୍ ଡ୍ୟୁ କୋର୍ସ ଅଫ୍ ଟାଇମ୍ କୋର୍ଟରେ ପ୍ରଡ୍ୟୁସ୍ କରିବୁ। ବ୍ରହ୍ମପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସୁଦର୍ଶନ ପରିଡ଼ାଙ୍କ ରିପୋର୍ଟ, ନାରଦିନ ଯୋଡ଼ିଆ।